ଯେତେବେଳେ କୌଣସି ମନ୍ଦିର ଯାଉଛନ୍ତି ସେତେବେଳେ ଠିଆ ହେଇକି ନମସ୍କାର କରୁଛନ୍ତି କି ଭଗବାନଙ୍କୁ? ଜାଣନ୍ତୁ ଯେ ଯେବେ ବି କୌଣସି ମନ୍ଦିର ଯିବେ କେଉଁଠି ନମସ୍କାର କରିବାର ଅଛି, ଛିଡ଼ା ହେଇକି କେବେ ହେଲେ ଦେବତାଙ୍କୁ ନମସ୍କାର କରିବେନି। ଆଣ୍ଠୁ ମାଡ଼ିକି ନମସ୍କାର କରିବେ, ମୁଣ୍ଡିଆ ମାରିବେ, ନହେଲେ ବସିକି ନମସ୍କାର କରିବେ। ଚକାସନ ପକେଇକି ବସିବେ, ନମସ୍କାର କରିବେ। ତେବେ ମୁଁ ବହୁତ ସମୟରେ ଦେଖିଛି ଲୋକମାନେ ଯେତେବେଳେ ରାସ୍ତାରେ ଯାଉଥାନ୍ତି ଆଉ କୌଣସି ଶିବ ମନ୍ଦିରଟିଏ ପଡ଼ିଲା, କୌଣସି ଦେବାଳୟଟିଏ ପଡ଼ିଲା, ସେ ସମୟରେ ଗୋଟେ ହାତରେ ଏମିତି ନମସ୍କାର କରିଦିଅନ୍ତି। ଏଇଟା ନମସ୍କାର ନୁହଁ। ଯଦି ଆପଣଙ୍କୁ ଭଗବାନଙ୍କୁ ସମ୍ମାନ ଜଣାଇବାର ଅଛି, ଭକ୍ତି ଜଣାଇବାର ଅଛି, ଭଗବାନଙ୍କୁ ନମସ୍କାର କରିବାର ଅଛି, ତାହେଲେ ଟିକେ ଓହ୍ଲେଇବେ, ଆଣ୍ଠୁ ମାଡ଼ିବେ, ନମସ୍କାର ଟିକେ କରିବେ। ତାହେଲେ ଯାଇକି ଆପଣଙ୍କର ନମସ୍କାର ସ୍ୱୀକାର ହେବ। ଏମିତି ଠିଆ ହେଇକି ନମସ୍କାର କରିବା ଉଚିତ ନୁହଁ। କଥାଟି ମାନନ୍ତୁ, ନିଶ୍ଚିନ୍ତ ଭାବରେ ଆପଣଙ୍କର ମଙ୍ଗଳ ହେବ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ଲାଇକ୍ କରିବେ, ସେୟାର କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଅନୁରୋଧ। ଜୟ ଶିବ ଶମ୍ଭୁ, ଜୟ ଜଗନ୍ନାଥ।